जय श्री जगन्नाथ भाई मैंने आज सर्वप्रथमे गुरुदेव गणपति जगदम्बा को प्रणाम करी आज आम आम आस्ट्रोलोजी सेशन आरंभ करिवे। आम आस्ट्रोलोजी बेसिक्स विषय पढ़ुଥିଲେ ଏବଂ ଆଷ୍ଟ୍ରୋଲୋଜି ବେସିକ୍ସ କ୍ରମରେ ଆମେ 27 ନକ୍ଷତ୍ରର ଗୁଣ ବୈଶିଷ୍ଟ୍ୟ ଗୁଡାକ କମ୍ପ୍ଲିଟ କରିଛେ ଏବଂ ବର୍ତ୍ତମାନ ଆମେ ଗୋଟେ ପୁରୁଣା କ୍ଲାସିକ ବହି ପଢିବା ଯେମିତି ମନ୍ତ୍ରେଶ୍ୱର ଫଳ ଦୀପିକା ରହିଛି, ବୃହତ ପରାଶର ହୋରା ଶାସ୍ତ୍ର ରହିଛି, ଆଉ ଅ, ସାରାବଳୀ ରହିଛି, ବିଭିନ୍ନ ପ୍ରକାର ରହିଛି। ଆଜି ଆମେ ଜାତକ ପରିଜାତ ଆରମ୍ଭ କରିବା, ଗ୍ରହ ଗୁଣ ସ୍ୱରୂପ ଗୁଣ ଭେଦ ଅଧ୍ୟାୟ ସେଇଟାକୁ ଆମେ ଷ୍ଟାର୍ଟ କରିବା। ଆମେ ଆଜି ସର୍ବପ୍ରଥମେ ଜାଣିବା ଯେ କାଳପୁରୁଷରେ କୋଉ ଗ୍ରହକୁ କଣ କୁହାଯାଇଛି। କାଳପୁରୁଷରେ ରବି ବା ସୂର୍ଯ୍ୟଙ୍କୁ କୁହାଯାଇଛି ଆତ୍ମା, ସିଏ ହଉଛନ୍ତି ଆତ୍ମାର ପ୍ରତୀକ। ଚନ୍ଦ୍ରଙ୍କୁ କୁହାଯାଇଛି ମନ, ମଙ୍ଗଳକୁ କୁହାଯାଇଛି ପରାକ୍ରମ, ବୁଧକୁ କୁହାଯାଇଛି ବଚନ ବାକ୍ ବାଣୀ, ବୃହସ୍ପତିଙ୍କୁ କୁହାଯାଇଛି ସୁଖ ଆଉ ଡିଭାଇନ ବ୍ଲେସିଂ ଆଉ ସମସ୍ତ ବିଜ୍ଞାନର ସାର, ଶୁକ୍ରଙ୍କୁ କାମ ଏବଂ ଧନ ଏବଂ ଶନିଙ୍କୁ ଦୁଃଖ ଓ ପୀଡା ବୋଲି କୁହାଯାଇଛି। ମୁଁ ଏଟା କାହିଁକି ପଢେଇଲି ନକ୍ଷତ୍ର ସିରିଜ ପରେ ସେଟା ମୁଁ ଆପଣଙ୍କୁ କହିବାକୁ ଚାହୁଁଛି। ଯୋଉ ଭାବରେ ଯୋଉ ନକ୍ଷତ୍ରରେ ଆପଣଙ୍କର ରବି ବସିଥିବ, ରବି ହଉଛନ୍ତି ଆତ୍ମାର ପ୍ରତୀକ। ସୂର୍ଯ୍ୟ ଯାହାର କୁଣ୍ଡଳୀରେ ଯୋଉ ଭାବରେ ଯୋଉ ନକ୍ଷତ୍ରରେ ବସିଥିବେ, ଆପଣ ଜାଣିବେ ଯେ ଆପଣଙ୍କର ପୂର୍ବ ଜନ୍ମରେ ଆତ୍ମା ରିଲେଟେଡ ମାନେ ଆପଣଙ୍କ ଆତ୍ମା ରିଲେଟେଡ ଉନ୍ନତି ଆପଣ ସେଇ କାମରେ କରିଛନ୍ତି, ସେଇ ଭାବର କାରକ ତତ୍ଵକୁ ନେଇ କରିଛନ୍ତି, ଅଥବା ସେଇ ଗ୍ରହର ନକ୍ଷତ୍ରକୁ ସେ ଯୋଉ ଯୋଉ ନକ୍ଷତ୍ର ସୂର୍ଯ୍ୟ ବସନ୍ତି ସେଇ ନକ୍ଷତ୍ରର ସ୍ୱାମୀ ରିଲେଟେଡ ବାର କିଛି କରିଛନ୍ତି। ଠିକ ସେଇଭଳି ଯୋଉ ନକ୍ଷତ୍ରରେ ଚନ୍ଦ୍ର ବା ଯୋଉ ଭାବରେ ଚନ୍ଦ୍ର ବସିଯାଏ ସେଟା ଆମର ରାଶି ହେଇଯାଏ। ତ ଆମର ମନ ଯୋଉ ଭାବରେ ବସିଲା, ଚନ୍ଦ୍ର ଯୋଉ ଭାବରେ ବସିଲା, କିଭଳି ଭାବରେ ଚନ୍ଦ୍ର କେବଳ ଗୋଟେ ଜିନିଷକୁ ରିପ୍ରେଜେଣ୍ଟ କରେ, ଚନ୍ଦ୍ର ଅନେକ ଜିନିଷକୁ ରିପ୍ରେଜେଣ୍ଟ କରେ। ମୁଁ ଉପରେ ଭିଡିଓ ଅଲରେଡି ବନେଇ ସାରିଛି, ଆପଣ ନବଗ୍ରହ ଅଧ୍ୟାୟକୁ ଯାଇ ଦେଖିପାରନ୍ତି। ମୁଁ ବର୍ତ୍ତମାନ ଆପଣଙ୍କୁ ପ୍ରେଡିକ୍ସନ ର ନକ୍ଷତ୍ର ବେସ୍ଡ ପ୍ରେଡିକ୍ସନ ର ଟେକ୍ନିକ ଗୁଡାକ ଧୀରେ 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 କହିବାକୁ ଯାଉଛି। ଆପଣ ମାନେ ଗୋଟେ ଥରରେ ଫଟ କିନି ରିଲେଟ କରିକି ଜାଣିପାରିବେନି ବୋଲି ମୁଁ ଗୋଟେ ଗୋଟେ ଡିଟେଲ ଭଲସେ ବୁଝଉଛି। ମୁଁ ଏବେ ଯୋଉ କାରକ ତତ୍ଵ କହିଲି ସେଇ କାରକ ତତ୍ଵ ଗୁଡାକ ବିଷୟରେ ମୁଁ ଆପଣଙ୍କୁ ଅବଗତ କରିବାକୁ ଚାହୁଁଛି। ଏଇ ପ୍ରେଡିକ୍ସନ ଗୁଡାକ ଜେନେରାଲି ଭୁଲ ହୁଏ ନାହିଁ। କାହିଁକି ନା ଆମେ ରୁଟ ବେସ୍ଡ ପ୍ରେଡିକ୍ସନ ଶିଖୁଛେ। କଣ ରୁଟ ବେସ୍ଡ ପ୍ରେଡିକ୍ସନ? ଆମେ ଗୋଟେ ଏକ୍ସାମ୍ପଲ ନବା। ଧର ସୂର୍ଯ୍ୟ କାହାର ଲଗ୍ନରେ ବସିଛନ୍ତି, ସେ ଲଗ୍ନ କିଛି ବି ହେଇପାରେ, ତାହେଲେ ଆମେ କଣ ଗୋଟେ ସେଥିରୁ ପାଇବା, ଜାଣିବାକୁ କଣ ପାଇବା? ଯେ ଏ ଲୋକଟି ନିଶ୍ଚିତ ଭାବରେ ଟିକେ ରାଗି ବାଲା ହେଇଥିବ, ସିଏ ରାଜା ଭଳିଆ ଅଥରିଟେଟିଭ ହେଇଥିବ, କୋଉଠି ହଠାତ୍ ମୁଣ୍ଡ ନୁଆଇବାକୁ ପସନ୍ଦ କରୁନଥିବ, ଯୋଉଠି ଈଶ୍ୱରଙ୍କର କାର୍ଯ୍ୟ ହଉଥିବ ସେଠି ସେ ମୁଣ୍ଡ ନଇଁବାକୁ ପସନ୍ଦ କରୁଥିବ, ତାର ଆଖି ରିଲେଟେଡ ପ୍ରୋବ୍ଲେମ ଥିବ। ଯଦି ନୈସର୍ଗିକ ପାପ ଗ୍ରହ ମାନେ ଦେଖୁଛନ୍ତି ପିଲାଟି ପତଳା ହେଇ ବିଭିନ୍ନ ପ୍ରକାର ରୋଗ ରହିଥିବ ତାକୁ, ଯଦି ନୈସର୍ଗିକ ଶୁଭ ଗ୍ରହ ଦେଖୁଛନ୍ତି ବହୁତ ସୁନ୍ଦର ଏବଂ ବଳିଷ୍ଠ ଏବଂ ହାଇଟ ବାଲା ଲୋକଟି ହେଇଥିବ, ହେଲେ ଆପଣଙ୍କ ସୂର୍ଯ୍ୟ ଯଦି କୌଣସି ଭାବରେ ବସୁଛି, ସେ କୌଣସି ଗୋଟେ ନକ୍ଷତ୍ରରେ ବସୁଥିବ, ତ ଲେଟ ସେ ସୂର୍ଯ୍ୟ ପୂର୍ବ ଫାଲ୍ଗୁନୀ ନକ୍ଷତ୍ରରେ ବସୁଛନ୍ତି, ମାନେ ଆପଣଙ୍କର ଆତ୍ମା ପୂର୍ବ ଜନ୍ମରେ ଶୁକ୍ର ରିଲେଟେଡ କୌଣସି କାମ ସହିତ ସଂଶ୍ଳିଷ୍ଟ ଥିଲା ବୋଲି, ଶୁକ୍ର ଡୋମେନ ର କୌଣସି କାମ ସହିତ ସଂଶ୍ଳିଷ୍ଟ ଥିଲା ବୋଲି ଆପଣ ମାନେ ଗୋଟେ ଅନ୍ଦାଜ ନେଇପାରିବେ। ଏବଂ ଏଇ ଜନ୍ମରେ ଆପଣଙ୍କ ଆତ୍ମା ସେଇ ରିଲେଟେଡ କାମରେ ପୁଣି ଆପଣଙ୍କୁ ପ୍ରେରିତ କରିବ। କାରଣ ଆତ୍ମାର କେହି ନିଜର ନୁହେଁ କେହି ପର ନୁହେଁ, ସେ ନିର୍ଗୁଣ ନିରାକାର ଆକାରରେ ବିଦ୍ୟମାନ। ଠିକ ଅଛି। ଚନ୍ଦ୍ର ହଉଛି ମନ। ଚନ୍ଦ୍ର ଯୋଉ ନକ୍ଷତ୍ରରେ ବସିଯିବେ ବା ଯୋଉ ଭାବରେ ବସିଯିବେ, ଆପଣଙ୍କର ପ୍ରିଭିୟସରେ ଯେବେ ଡେଥ ହେଇଥିବ ସେଇ ଭାବ ନେଇକି ଡେଥ ହେଇଛି ବୋଲି ଚନ୍ଦ୍ର ଆପଣଙ୍କୁ ସେଇ ଭାବରେ ମିଳିଛି। ସମସ୍ତେ କହନ୍ତି 6, 8, 12 ର ଚନ୍ଦ୍ର ଖରାପ,
ଆକ୍ଚୁଆଲି ଖରାପ ଫଳ ଦିଏ। 6, 8, 12ର ଚନ୍ଦ୍ର କୌଣସି ଲୋକର ଯଦି 6th ହାଉସ, 8th ହାଉସ ଆଉ 12th ହାଉସ କୁ ଚନ୍ଦ୍ର ପଳେଇଲା ତାହେଲେ ନିଶ୍ଚିତ ଭାବରେ ଖରାପ ରେଜଲ୍ଟ ଦିଏ, କିନ୍ତୁ ତାର ପଜିଟିଭ ସାଇଡ ବି ଅଛି। ଧର କାର 6th ହାଉସ ରେ ଚନ୍ଦ୍ର ରଛି, ତ ଆପଣ ମାନେ ଗୋଟେ ନର୍ମାଲ ପ୍ରେଡିକ୍ସନ ଏଇଟା ବି କହିପାରିବେ 6th ହାଉସ ହଉଛି ସେବା ଆଉ ଡେଲି ରୁଟିନ। ସିଏ ମଲା ବେଳେ ଭାବିଛି ବୋଧେ ମୁଁ ମୋର ସେବା କୋଉଠି ଅପୂର୍ଣ୍ଣ ରହିଯାଇଛି। ବହୁତ ସାରା ଜାଗାରେ ତାର ସେବା ଯଦି ଅପୂର୍ଣ୍ଣ ରହିଯାଇଥାଏ ତାହେଲେ 6th ହାଉସ ରେ ଚନ୍ଦ୍ର ମିଳେ। ଧର କାର 8th ହାଉସ ରେ ଚନ୍ଦ୍ର ଅଛି, ଅନେକ ଗୁପ୍ତ ଜିନିଷ ଯୋଉଗୁଡା ସେ ପ୍ରକାଶ କରିପାରିନଥାଏ ବା ଜିନିଷ ଗୁଡାକ ରହିଯାଇଥାଏ, ଛାଡି ଯାଇଥାଏ, ତାକୁ 8th ହାଉସ ରେ ଚନ୍ଦ୍ର ମିଳେ। କାହାର ଚନ୍ଦ୍ର 12th ହାଉସ ରେ ଅଛି, ତାହେଲେ ତମେ ଜାଣିବେ ସେ ସ୍ପିରିଚୁଆଲ କୁ ରିଲେଟେଡ ନେଇ ଯଦି କଣ ଅଛି ତା ଭିତରେ ବହୁତ କିଛି ଜିନିଷ ଯେମିତି କହୁଥିଲେ ତ କହୁଥିବି। ଧର ଚନ୍ଦ୍ରକୁ ନୈସର୍ଗିକ ଶୁଭ ଗ୍ରହ ବୃହସ୍ପତି ଦେବ ଦେଖୁଛନ୍ତି ମାନେ ଏ ଲୋକ ନିଶ୍ଚିତ ଭାବରେ ପୂର୍ବ ଜନ୍ମରେ ଈଶ୍ୱର ଉପାସନାରେ ବ୍ରତୀ ହେଇ ମୋକ୍ଷ ପାଇଁ ସାଧନା କରିଛି, ନିଶ୍ଚିତ ସାଧନା କରିଛି। ଆଉ ତାର ମନ ଈଶ୍ୱର ଆଣିକି ଏସ୍ପେସିଆଲି ଭଗବାନ କୃଷ୍ଣଙ୍କ ପ୍ରତି ସମର୍ପିତ ଅଛି। ଆପଣ ଏଇଟା ବି ଗୋଟେ ପ୍ରେଡିକ୍ସନ ଦେଇପାରିବେ। ଯଦି ସେଇଠି ନୈସର୍ଗିକ ପାପ ଗ୍ରହ ଦେଖୁଛନ୍ତି ତାହେଲେ 12th ହାଉସ ର କାରକ କେବଳ ସ୍ପିରିଚୁଆଲିଟି ନାହିଁ, ଶଯ୍ୟା ସୁଖ ବି 12th ହାଉସ ର କାରକ। ଯୋଉଟା କି ଆପଣ ବୁଝିପାରୁଥିବେ ମୁଁ କଣ କହିବାକୁ ଚାହୁଁଛି। ଶଯ୍ୟା ସୁଖ ମାନେ ବେଡ୍ ପ୍ଲେଜର, ସ୍ତ୍ରୀ ସୁଖ ଯୋଉଟା କହନ୍ତି, ଠିକ ଅଛି। ତ ସେ ଉପରେ ସେ ବହୁତ ଶଯ୍ୟା ସୁଖ ଉପରେ ବହୁତ ପଇସା ଖର୍ଚ୍ଚ କରିଛି ବୋଲି ବି ଆପଣ ପ୍ରେଡିକ୍ସନ ଦେଇପାରିବେ ଯଦି ନୈସର୍ଗିକ ପାପ ଗ୍ରହ ଦେଖୁଛନ୍ତି। ଯଦି ବୋଥ ଦେଖୁଛନ୍ତି, ନୈସର୍ଗିକ ଶୁଭ ଗ୍ରହ ବି ଦେଖୁଛନ୍ତି, ନୈସର୍ଗିକ ପାପ ଗ୍ରହ ବି ଦେଖୁଛନ୍ତି, ତାହେଲେ ଆପଣ କହିପାରିବେ ଏଇଟା ହଉଛି ଯୋଗ ଭ୍ରଷ୍ଟ ଲୋକଟା। ଅଧା ଟାଇମ ଇଏ ଯେତେବେଳେ ତାର ମନ ହଉଥିବ ସେତେବେଳେ ଇଏ ପୁଣ୍ୟ କରୁଥିବ, ଅଧା ଟାଇମ ଯେତେବେଳେ ତାର ମନ ନ ହଉଥିବ ସେତେବେଳେ ଇଏ ପାପ କର୍ମରେ ଲିପ୍ତ ରହୁଥିବ। ତ ଏଇଭଳି ଭାବରେ ଛୋଟ ଛୋଟ ପ୍ରେଡିକ୍ସନ ଆପଣ ମାନେ କରିପାରିବେ। ଯଦି କାରକ ତତ୍ତ୍ୱ ମନେ ରଖନ୍ତୁ, ଗ୍ରହର 3 ପ୍ରକାର କାରକ ତତ୍ତ୍ୱ ଥାଏ। ଗୋଟା ସ୍ଥିର କାରକ ତତ୍ତ୍ୱ ଯୋଉଟା ତାର ନୈସର୍ଗିକ କ୍ୱାଲିଟି, ଗୋଟେ ହଉଛି ଚର କାରକ ତତ୍ତ୍ୱ ମାନେ ଯୋଉଟା ଲଗ୍ନ ହିସାବରେ ତାଙ୍କର ସ୍ଥାନ ବଦଳେ, ଆଉ ଗୋଟେ ହଉଛି ଭାବ କାରକ ତତ୍ତ୍ୱ କୋଉ ଭାବରେ କୋଉ ଗ୍ରହ ବସିଲେ କିଭଳି ଭାବରେ ଆକ୍ଟ କରିବ। ଏ ତିନିଟା ଜିନିଷକୁ ଆପଣ ଷଡ଼ ବଳ ମାଧ୍ୟମରେ ଆଉ ତାର ଡୋମିନାନ୍ସ ମାଧ୍ୟମରେ, ଗ୍ରହର ଡୋମିନାନ୍ସ ମାଧ୍ୟମରେ, ଅଂଶ ବଳ ମାଧ୍ୟମରେ ଯଦି ଜାଣିଗଲେ ତାହେଲେ ହୁଏତ ଆପଣ ଏକ୍ଜାକ୍ଟଲି ପ୍ରେଡିକ୍ଟ କରିପାରିବେ, ଗୋଟେ ଫଳାଦେଶ କରିପାରିବେ। ସେଥିପାଇଁ ମୁଁ ନକ୍ଷତ୍ରର କ୍ୟାରେକ୍ଟରିଷ୍ଟିକ୍ସ ପଢେଇଥିଲି। ତେଣୁ କାଳପୁରୁଷ ଜଗତରେ ରବିଙ୍କୁ ଆତ୍ମା ବୋଲି କୁହାଯାଏ, ଚନ୍ଦ୍ରଙ୍କୁ ମନ ବୋଲି କୁହାଯାଏ, ମଙ୍ଗଳକୁ ପରାକ୍ରମ ବୋଲି କୁହାଯାଏ, ବୁଧଙ୍କୁ ବଚନ ବୋଲି କୁହାଯାଏ, ବାଣୀ ବୋଲି କୁହାଯାଏ, ବୃହସ୍ପତିଙ୍କୁ ସୁଖ ଡିଭାଇନ ବ୍ଲେସିଂ ଓ ବିଜ୍ଞାନର ସାର ବୋଲି କୁହାଯାଏ, ଶୁକ୍ରଙ୍କୁ କାମ ଓ ଧନ ବୋଲି କୁହାଯାଏ, ଶନିଙ୍କୁ ଦୁଃଖ ଓ ପୀଡା ବୋଲି କୁହାଯାଏ। କାଳପୁରୁଷ କୁଣ୍ଡଳୀରେ ଯଦି ଶନି କାହାର ତୁଳାରେ ବି ଅଛନ୍ତି ଏବଂ ଲଗ୍ନ ତାର ତୁଳା ଲଗ୍ନ ଶନି ଇଏରେ ଅଛନ୍ତି, ତାହେଲେ ଆପଣ ଜାଣନ୍ତୁ ଶନି ତାଙ୍କର ଟାଇମ ପିରିୟଡ ଆସିଲେ ତାକୁ ପୀଡା ଦେବା କଥା ହିଁ ଦେବେ, କାରଣ ଶନିର ନିଜସ୍ୱ କାରକ ତତ୍ତ୍ୱ ଦୁଃଖ ଓ ପୀଡା। ସେ ଉନ୍ନତି ବି କରିବ କିନ୍ତୁ ସେ ପୀଡାରେ ଉନ୍ନତି କରିବ, ଏଇଟା ସତ୍ୟ, ସେଥିରେ ସନ୍ଦେହର ଅବକାଶ ନାହିଁ। ତ ଆଜିର ଆଷ୍ଟ୍ରୋ ସେସନରେ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।